এই মଦ ଦୋକାନ ବିଷୟରେ କହିବାକୁ ଗଲେ ଅନେକ କିଛି, କିନ୍ତୁ ଏଇ ମଦ ଦୋକାନ ପାଇଁ ଘରେ ଘରେ ଅଶାନ୍ତି ସୃଷ୍ଟି ହେଉଛି ଏବଂ ପିଲାମାନେ ପାଠ ପଢ଼ିବା ପାଇଁ ଝିଅ ବୋହୂ ଭଲ ମନ୍ଦ ଏଠି ଆମେ ଘରୁ ବାହାରି ପାରୁନୁ। 7ଟା ହେଲା ବେଳକୁ ପହଡ଼ ପକାଇ ଦେଉଛୁ, ରାସ୍ତାଘାଟରେ ମଦ ପିଇକି କାଚ ମଧ୍ୟ ପକାଉଛନ୍ତି। ତା ଭିତରେ ଏତେ ଅଶାନ୍ତିଜନକ ସୃଷ୍ଟି ହେଉଛି, ନା ବାପ ପୁଅକୁ ମାନୁନି, ମା ଝିଅକୁ ମାନୁନି, ଏମିତି ବି ପରିସ୍ଥିତି ସୃଷ୍ଟି ହେଉଛି କହିଲେ ନ ସରେ। ଆଉ କ'ଣ କହିବି, ମୁଁ ବି ନିଜେ ଅନୁଭବ କରିପାରୁନି ଏଇ ଗାଁରେ କେମିତି ଆମର ଧୂଷୁରୀ ଠାରୁ ନା ହସନାବାଦ ଠାରୁ ଧୂଷୁରୀ ଭିତରେ ମଦ ଦୋକାନ ନ ହଉ। ସେଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ଆମେ ଏଠି ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ, କାହିଁକିନା ଯେବେଠୁ ଆମର ଏଠି କାଉଣ୍ଟର ବସିଲାଣି, ଦୁଇଟା କାଉଣ୍ଟର ବସିଛି, ଗୋଟେ ଦେଶୀ ଗୋଟେ ବିଦେଶୀ। ସେଥିପାଇଁ ଆମେ ଯିବା ଆସିବା କରିବାର ବହୁତ ମାନେ କ୍ଷତିଗ୍ରସ୍ତ ଆମେ ହେଉଛୁ, କାହିଁକିନା ଚାଲିବା ଗୋଟେ ନାରୀ ଏଠି ଚାଲିବା ବହୁତ କଷ୍ଟ ହେଉଛି। ତେଣୁକରି ଆମେ ଚାହୁଁଛୁ ବର୍ତ୍ତମାନ ଯେଉଁ ଲାଇସେନ୍ସ ଆମର ଗଭର୍ଣ୍ଣମେଣ୍ଟ ଦେଇଛନ୍ତି, ସେ ଲାଇସେନ୍ସ ସେମାନେ କେଉଁଠି କରିବେ ତ ଆମେ ଜାଣିନୁ, କିନ୍ତୁ ଆମ ଅଞ୍ଚଳରେ ଆମ ରାସ୍ତାରେ ହରିହଂସରୁ ହସନାବାଦ ରାସ୍ତାରେ ଆମେ କରେଇ ଦେବୁ ନାହିଁ। ଯଦି ବି ସେମାନେ କରିବା ପାଇଁ ଚେଷ୍ଟା କରିବେ, ଏବେ ନ ହଉରି ଯିବେ, ଏ ଶହ ଶହ ମହିଳା ଏଠି ନିଆଁ ଜାଳିବେ, ତାଙ୍କର ଯେତେ କ୍ଷତି ଯାହା ବି ଜିନିଷ ରଖିଥିବେ ଟୋଟାଲି ପୋଡ଼ା ଜଳା କରିକି ଆମେ କ୍ଷତି ମାନେ ତାଙ୍କର କ୍ଷତି କରିବୁ ନିଶ୍ଚିତ। କିନ୍ତୁ କାହିଁକି ନା ଗୋଟେ ଛୁଆ ଗୋଟେ ମା କୋଳରୁ ଯାଉଛି, ଆଉ ଗୋଟେ ସ୍ୱାମୀ ବି ପିଇକି ଯାଇକି ତା ସ୍ତ୍ରୀକି ପିଟୁଛି। ତେଣୁକରି ଏଠି ଆମେ ବହୁତ ରାସ୍ତାଘାଟରେ ଯିବା ଆସିବା ଭଦ୍ରଲୋକ ସେ ଆମେ ବହୁତ କ୍ଷତିଗ୍ରସ୍ତ ହେଉଛୁ। ତେଣୁକରି ଆମେ ଚାହିଁବୁନି କେବେ ବି ଆମ ରାସ୍ତାରେ ଆଉ ଥରେ ଆମେ ଅସୁବିଧାର ସମ୍ମୁଖୀନ ହେଉ ବୋଲି। ମଦ ସମସ୍ତେ ଜାଣିଛନ୍ତି ଏଇଟା ବହୁତ ଖରାପ ଜିନିଷଟେ। ଆଉ ସେଥିପାଇଁ ତ ସବୁ ମାନେ ଘରେ ମାନେ କେହି ସୁରକ୍ଷିତ ନାହାନ୍ତି, ମାନେ ଝିଅ ମାନେ ବେସିକାଲି। ଆଉ ପୁଅମାନେ ବି ସୁରକ୍ଷିତ କହୁଛନ୍ତି କି, ଯେଉଁମାନେ ଧର ମଦ ମାନେ ଆଡେଡ୍ ହେଇଗଲେଣି, ସେ ଘରୁ ପଇସା ଚୋରି କରୁଛନ୍ତି, ନ ପାଇଲେ ସାହି ପଡ଼ିଶା ମାନେ ଅସାମାଜିକ କାମ କରିକି ଯେଉଁ ପଟେ ହେଲେ ପଇସାଟା ଆଣିବୁ ଆମେ ମଦ ପିଇବୁ। ଏବଂ ତାଙ୍କ ଘରର ମାନେ କିଭଳି ଅବସ୍ଥା ହେଇଯିବ ସେଇଟା ଆପଣ ବୁଝିପାରୁଥିବେ। ପରିସ୍ଥିତି ବହୁତ ଖରାପ। ଆଉ ଝିଅ ବୋହୂମାନେ ବି ସୁରକ୍ଷିତ ନୁହନ୍ତି ରାସ୍ତାରେ। ଆଜିକାଲି ତ ସମସ୍ତେ ଚାକିରି ମାନେ କଲେଣି, ବାହାରକୁ ପଢ଼ିବାକୁ ଯାଉଛନ୍ତି, କିଏ ରାତିରେ ଆସିବ, ସନ୍ଧ୍ୟା କ'ଣ ଦିନରେ ସବୁ ଫେରିବା ଦରକାର କି? ସନ୍ଧ୍ୟା ହେଲେ ବାପା ମାଆଙ୍କର ଚିନ୍ତା ଝିଅଟି କେମିତି ଏଇ ରାସ୍ତାଟା ଦେଇ ଆସିବ, ଗଙ୍ଗଟା ହସନାବାଦ ଯେଉଁମାନେ ଯାଉଛନ୍ତି ସେପଟେ, ଆଉ ମାନେ ସୁରକ୍ଷିତ ମନେ କରୁନ ଝିଅ ବୋହୂମାନେ। ସେଥିପାଇଁ ମଦ ଦୋକାନଟା ନିହାତି ବନ୍ଦ ହେବା ଦରକାର। ଆମର ସମସ୍ତଙ୍କର ଦୃଢ଼ ସଂକଳ୍ପ ଏଇଟା। ଦୁଃଖ ଓ ପରିତାପର ବିଷୟ, ବିଜେପି ସରକାର ଏ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା ଯେ ଓଡ଼ିଶାକୁ ମଦମୁକ୍ତ କରିବ। ଲୋକ ବହୁତ ଖୁସି ଥିଲେ ଏବଂ ସେଇଥିପାଇଁ ମଧ୍ୟ ଲୋକ ଭୋଟ ବି ଦେଲେ, କାହିଁକିନା ମଦଟା ଯେଭଳି ଭାବରେ ଲୋକଙ୍କର କ୍ଷତି କରୁଛି, ଲୋକ ଯେଭଳି ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି, ସେଇଟା ଅଙ୍ଗେ ଅଙ୍ଗେ ନିଭେଇଛନ୍ତି। ତେଣୁ ସିଏ ଚାହୁଁଥିଲେ ଓଡ଼ିଶା ମଦମୁକ୍ତ ହେଉ। ମାତ୍ର ଦେଖାଗଲା ସେ ମଦମୁକ୍ତ କରିବେ କ'ଣ ନା ଅଧିକରୁ ଅଧିକ ମଦ ଦୋକାନ ବର୍ତ୍ତମାନ ଖୋଲିବାରେ ଲାଗିଛନ୍ତି। ତାର ଏକ ଅଂଶ ସ୍ୱରୂପ ଆମର ଧୂସୁରରେ ଜଣେ ମଦ ଦୋକାନ ଖୋଲିଥିଲେ ଅତୀତରେ, ତାର ସମୟସୀମା ସରିଗଲା। ପୁଣି ସେଇ ଜାଗାରେ ଏବେ କଲେକ୍ଟର ନୂଆ ଲାଇସେନ୍ସ ଦେଇଛନ୍ତି। ତ ଆମେ ଚାହୁଁଥିଲୁ ୟାର ସମୟସୀମା ସରିଗଲା, ଏଇଟା ବୋଧେ ବନ୍ଦ ହେଇଯିବ। ତାପରେ ପୁଣି ଆଉ ଜଣକୁ ଯେତେବେଳେ ଦିଆଗଲାନି ଲାଇସେନ୍ସ, ସେ ସେଇଠି ମଦ ଦୋକାନ କରିବ, ଆମ ଅଞ୍ଚଳରେ ସେଇଟା ଅଶେଷ କ୍ଷତି କରିବ ଏବଂ କରୁଛି ମଧ୍ୟ। ସେଠି ଏପଟରେ ଡାହାଣ ପଟେ ଗୋଟେ ମଦ ଦୋକାନ, ବାଁ ପଟରେ ମଧ୍ୟ ଟିକେ ସାମାନ୍ୟ ବିଲକୁ 50 ମିଟର ଦୂରରେ ସେଠି ମଧ୍ୟ ଗୋଟେ ମଦ ଦୋକାନ। ଏ ଦୁଇଟା ମଦ ଦୋକାନ ସେଠି ହେଇକରି ଆମ ସେଠି ଧୂସୁରୀ ପଞ୍ଚାୟତ, ହସନାବାଦ ପଞ୍ଚାୟତ ଆଉ ପାଖଆଖର 8-10ଟା ଗାଁ ସେ ସାଂଘାତିକ ଭାବରେ କ୍ଷତିଗ୍ରସ୍ତ ହେଉଛି, ଆଫେକ୍ଟେଡ୍ ହେଉଛି। ତେଣୁ ଆମେ ଚାହୁଁ ମଦ ଦୋକାନ ସେଠି ଉଠିଯାଉ। ରାସ୍ତା କଡ଼ରେ ଯେଉଁ ମଦ ଦୋକାନ ଏ ଅଞ୍ଚଳରେ ସର୍ବପ୍ରଥମେ ବୁଦ୍ଧିଜୀବୀ ବହୁ ଦିନ ଆଗରୁ ମଧ୍ୟ ବିରୋଧ କରିବାର ଥିଲା। ଆଗେ ଧୂସୁରୀର ହେଲା, ତାପରେ ସାସପୁର ରାସ୍ତାରେ ହେଲା, ତାପରେ ପୂର୍ବରେ ମଧ୍ୟ ଯିଏ ବର୍ତ୍ତମାନ ପାଇଁ ସରପଞ୍ଚ ଥିଲେ ପୂର୍ବରୁ ସିଏ ମଧ୍ୟ ଲାଇସେନ୍ସ ଦେଲେ, NOC ଦେଲା ପରେ ମଧ୍ୟ ଏଠି କାଉଣ୍ଟର ଖୋଲାଗଲା, ଦୁଇଟି କାଉଣ୍ଟର ମଧ୍ୟ। ଏଠି ବୁଦ୍ଧିଜୀବୀ କିଛି ସେତେବେଳେ ବିରୋଧ କରିପାରିଥାନ୍ତେ, ବିରୋଧ ନ କରି ମଧ୍ୟ ବହୁ ଝିଅ ବୋହୂଙ୍କର ମଧ୍ୟ କ୍ଷତି ହେଲା। ଯାହାଫଳରେ ପୂର୍ବରୁ ମଧ୍ୟ ଯେହେତୁ ସରକାର ବର୍ତ୍ତମାନ ଆମ ଏ ଅଞ୍ଚଳରେ ମନ୍ତ୍ରୀ ମହୋଦୟ ଅଛନ୍ତି, ମଧ୍ୟ ଚାହିଁଥିଲେ ପବ୍ଲିକ ପିଟିସନ କରି ମଧ୍ୟ କଲେକ୍ଟର ଯେତେବେଳେ ସେ ମାନେ ଲଟେରୀ ସିଷ୍ଟମ ପ୍ରୋସେସକୁ ନେଲେ ସେତେବେଳେ ମଧ୍ୟ ବନ୍ଦ ହେଇପାରିଥାନ୍ତା। କିନ୍ତୁ ଆଜି ବି ମଧ୍ୟ ଯେ ଲଟେରୀ ହେଇସାରିଛି, 600 ଜଣ ମଧ୍ୟ ପକେଇଛନ୍ତି। ସେ 600 ଜଣରୁ ଜଣିଏ ବ୍ୟକ୍ତି ମଧ୍ୟ ପାଇଛି। ଏ ଅଞ୍ଚଳରେ କିଛି ଲୋକ ବି ମଧ୍ୟ ଲଟେରୀ ପକେଇଥିଲେ। ତେଣୁ
ସମସ୍ତେ ସେଥିରେ ମଧ୍ୟ ଜଣେ ବ୍ୟକ୍ତି ପାଇସାରିଛି। ବହୁ ମଧ୍ୟ ବ୍ୟକ୍ତି ଏନ୍ଏସି ନେବା ପାଇଁ ଆମ ଘରେ ପହଞ୍ଚୁଛନ୍ତି, ରାତିରେ ପହଞ୍ଚୁଛନ୍ତି, ବହୁ ଲୋକଙ୍କର ସମ୍ପର୍କ ଦ୍ୱାରା ଫୋନ୍ ବି କରୁଛନ୍ତି। ମୁଁ ଜନ୍ମଗତରୁ ମଧ୍ୟ ମଦ ବିରୋଧୀ। ଆମ ଅଞ୍ଚଳରେ ମଧ୍ୟ ମରା ମଦ ଚାଲୁଥିଲା, ବହୁ ବିରୋଧୀ କରି ମଧ୍ୟ ଜୀବନ ଭରି କେସ୍ ବି ମଧ୍ୟ ନେଇଛି। ଆଜି ମୁଁ ମଧ୍ୟ ଆପଣଙ୍କ ମିଡ଼ିଆ ମାଧ୍ୟମରେ ଗୋଟିଏ କଥା କହୁଛି, ମୁଁ ନଦିଗା ପଞ୍ଚାୟତ ତରଫରୁ କେବେ ଏନ୍ଏସି ମଦ ଦୋକାନ ଖୋଲିବା ପାଇଁ ଦେବି ନାହିଁ। ଆଜି ଧୂସୁରୀ ଗ୍ରାମ ପଞ୍ଚାୟତ ହରିବଂଶ ଗ୍ରାମରେ ମଣ୍ଡୁଆ ନାହାକାଣୀଙ୍କ ପୀଠରେ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ୱରେ ଯେଉଁ ମଦ ବିରୋଧୀ ଆନ୍ଦୋଳନ ଡାକରା ଦିଆହେଇଥିଲା ସେଟାକୁ ମୁଁ ଯାଇଥିଲି, ମୋ ମତ ବି ରଖିଥିଲି। ଲୋକମାନେ ବିଭିନ୍ନ ପ୍ରକାର ବୁଦ୍ଧିଜୀବୀ ଯୁବକ ବହୁତ ଲୋକ ବହୁତ ପ୍ରକାର ମତ ରଖିଲେ, ମୁଁ ବି ମୋ ମତ ସାବ୍ୟସ୍ତ କରିଥିଲି। ଯେହେତୁ ଲୋକମାନେ ଆମେ ବର୍ତ୍ତମାନ ହିଂସାତ୍ମକ ନ ହୋଇ ତାକୁ କେମିତି ମାନେ ସ୍ମୁଥଲି ମାନେ ବିରୋଧ କରାଯିବ ତାରି ଉପରେ ଆଲୋଚନା ହେଇଥିଲା। ଯେହେତୁ ଆମର ଓଡ଼ିଶା ସରକାରଙ୍କର ମନ୍ତ୍ରୀ ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ଯୁବ ଆପଣଙ୍କର ସାହିତ୍ୟ ମନ୍ତ୍ରୀ ସ୍ଥାୟୀ ବାସିନ୍ଦା ହେଉଛନ୍ତି ହରିବଂଶ ଗ୍ରାମରେ ଧୂସୁରୀ ପଞ୍ଚାୟତର। ତେଣୁ ତାଙ୍କୁ ବି ଆମେ ନିବେଦନ କଲୁ ସେ ବି ଆମକୁ ସହଯୋଗ କରନ୍ତୁ। ସେଠାରେ ମଦ ଦୋକାନ ହେବା ଦ୍ୱାରା ଗତ 3 ବର୍ଷ ତଳେ ଯେଉଁ ମଦ ଦୋକାନ ହେଇଥିଲା ସେଠି ଆପଣଙ୍କର ଝିଅ ବୋଉ ଆଉ ମାନେ ସେ ରାସ୍ତାରେ ଯିବା ଆସିବା ବହୁତ ମାନେ କଠିନ ହୋଇଗଲା। 2 ଗାଁ ଭିତରେ ବାରମ୍ବାର ଗୋଷ୍ଠୀ ସଂଘର୍ଷ ହେଲା, ଟେକା ପଥର ମାଡ଼ ହେଲା, ପୁଲିସ ବି କ୍ଷତାକ୍ତ ହେଇଛନ୍ତି, କେସ୍ ବି ବହୁତ ହେଇଛି। ପିଲାମାନେ ଆପଣଙ୍କର ବହୁତ ପ୍ରକାର ଧନହାନି ଜୀବନ କ୍ଷତି ଘଟିଲା। କିନ୍ତୁ ହସନାଥ ପଞ୍ଚାୟତ ବି ତା ଦେହର ଇନଭଲ୍ଭ ଅଛି, ଅର୍ଜୁନ ପଞ୍ଚାୟତ, ଧୂସୁରୀ ପଞ୍ଚାୟତ, ବିଭିନ୍ନ ପଞ୍ଚାୟତ। ସେପଟର ଆପଣଙ୍କର ବ୍ରିଜ୍ ହେଇଯିବା ଦ୍ୱାରା ଆପଣଙ୍କର ଯାଜପୁର ଜିଲ୍ଲାରୁ ଲୋକ ଆସୁଥିବା ଲୋକ ସେପଟୁ ସମସ୍ତେ ମାନେ କ୍ଷତିଗ୍ରସ୍ତ ହେଲେ। ତେଣୁ ଆମେ 3 ବର୍ଷ ଯେହେତୁ ସରିଗଲା, ପୁଣି ନୂଆ କ'ଣ ଏବେ ତାଙ୍କର ଅପସନ୍ ହେଇକି ନୂଆ ଲୋକ ପାଇଛନ୍ତି, ସେଇ ଜାଗାରେ କରିବେ ବୋଲି କହୁଛନ୍ତି। ତେଣୁ ବିଗତ ଦିନରେ ଯାହା ଭୁଲ କରିଥିଲେ ହରିବଂଶ ଲୋକ ହୁଅନ୍ତୁ ବା ହସନାଥ ଲୋକ ହୁଅନ୍ତୁ ବା ଯେଉଁମାନେ ବିରୋଧ କରାହେଇଥିଲା ତା ପ୍ରତିଫଳରେ କେମିତି କ'ଣ ସେ କରିଦେଇଥିଲେ ସେତେବେଳେ। କିନ୍ତୁ ଆଜିକା ଡେଟ୍ରେ ସେ ଜିନିଷ ଆଉ ହେବାକୁ ଦିଆଯିବ ନାହିଁ। ଆମେ ସେଠାରେ ବି ସମସ୍ତେ ଆମେ ମାନ୍ୟବର ମନ୍ତ୍ରୀଙ୍କୁ ବି ରିକ୍ୱେଷ୍ଟ କରୁଛୁ ଯେ ସିଏ ଆମକୁ ସହଯୋଗ କରନ୍ତୁ, ଇମିଡ଼ିଏଟ୍ ସେଠି ମଦ ଦୋକାନ ନ କରିବା ପାଇଁ। ନକଲେ ସବୁଦିନ ପାଇଁ ସେଠି ଗୋଟେ ଶାନ୍ତି ଫେରି ଆସିବ। ଯେଉଁ ଗାଁ ଗାଁ ଭିତରେ ପରସ୍ପର ଯେଉଁ ମାନେ ଆପଣଙ୍କର ମାନେ ଗୋଷ୍ଠୀ ସଂଘର୍ଷ ହେଉଛି, ବହୁତ ପ୍ରକାର ଧନହାନି ଘଟୁଛି, ସେଥିରୁ ଆପଣଙ୍କର ମାନେ କ୍ଷାନ୍ତ ଘଟିବ। ଏହି ଭିଡିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ଜଣାନ୍ତୁ। ଧରିତ୍ରୀ ଲାଇଭ୍ ର ୟୁଟ୍ୟୁବ୍ ଏବଂ ଫେସବୁକ୍ ଚ୍ୟାନେଲ କୁ ସବସ୍କ୍ରାइब କରନ୍ତୁ। ଅଧିକ ଖबर ପାଇଁ ଲॉगिन କରନ୍ତୁ www.dharitri.com।